ଶ୍ୟାମସୁନ୍ଦର ଅଗ୍ରୱାଲଙ୍କ ସତ୍ୟମ୍ ବ୍ରୁୟାତ୍। ଏତେ ପାଠ କ'ଣ କାମକୁ ଆସିଲା? ହଇରେ, ଏତେ ପାଠ ପଢ଼ି ଶେଷରେ ଲୁଗା ବିକିଲୁ। ଯଦି ଲୁଗା ବିକିବାର ଥିଲା ତେବେ ଏତେ ପାଠ ପଢ଼ୁଥିଲୁ କାହିଁକି? 1976 ମସିହାରେ ଯେତେବେଳେ ଏମିତି ଅନେକ ବିଦ୍ରୂପାତ୍ମକ ଆକ୍ଷେପମାନ ଶୁଣିବାକୁ ମିଳିଥିଲା, ମନରେ ଭାବିଲି ସତରେ କ'ଣ ଏତେ ପାଠର ଆଉ କିଛି ମୂଲ୍ୟ ରହିଲା ନାହିଁ? ଦିନ ରାତି ଏକ କରି ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରି ଯେଉଁ ପାଠ ପଢ଼ିଥିଲି ସେସବୁ କ'ଣ ସତରେ ବୃଥାରେ ଗଲା? ପାଠ ପଢ଼ିବା ଅର୍ଥ କ'ଣ କେବଳ ଅଧ୍ୟାପକ, ଡାକ୍ତର, ଇଞ୍ଜିନିୟର କିମ୍ବା ପ୍ରଶାସନିକ ଅଧିକାରୀ ହେବା? ନଚେତ ସବୁ ପାଠ ମୂଲ୍ୟହୀନ ହୋଇପଡ଼େ। କିନ୍ତୁ କ'ଣ କରାଯାଇପାରେ? ମୁଁ ବି ତ ସେଇ ମତରେ ସବୁ ହେବା ପାଇଁ ଚେଷ୍ଟା କରିଛି, କିନ୍ତୁ କିଛି ହୋଇ ନ ପାରିବାରୁ ଶେଷରେ ଲୁଗା ବିକିବି ବୋଲି ସ୍ଥିର କଲି। ୟାର ଆଉ କିଛି ବିକଳ୍ପ ନଥିଲା। ମନକୁ ବୁଝେଇଲି ଯେ ଜୀବିକା ନିର୍ବାହ ପାଇଁ ଯେକୌଣସି କର୍ମକୁ ଆବୋରିବାକୁ ପଡ଼େ। ଇଚ୍ଛାରେ ହେଉ ବା ପରିସ୍ଥିତିରେ ପଡ଼ିକି ହେଉ, ଯେଉଁ କର୍ମକୁ ଆବୋରି ନିଆଯାଏ ସିଏ ହିଁ ହୋଇଯାଏ ଜୀବନର ଧର୍ମ ଏବଂ ଆପଣଙ୍କର ସମସ୍ତ କାର୍ଯ୍ୟ ସେହି ଧର୍ମ ପ୍ରତି ଅନୁରାଗର ସୂଚନା ଦେବା ଉଚିତ। ଏଇଆ ହିଁ ମୁଁ ଭାବୁଛି ମୋର 20 ବର୍ଷର ରାତିଦିନ ନିରନ୍ତର ପଢ଼ିବାର ସଂକ୍ଷିପ୍ତ ଜ୍ଞାନର ଉପଲବ୍ଧି। ତେଣୁ ଏହି ଧନ୍ଦାଟିକୁ ସ୍ୱୀକାର କରି ଆଜି ପର୍ଯ୍ୟନ୍ତ 30 ବର୍ଷ ଧରି ଅତ୍ୟନ୍ତ ବିଶ୍ୱସ୍ତ ଭାବରେ କରିଆସୁଛି। ଆଜି ମନରେ କୌଣସି ଦୁଃଖ ନାହିଁ, କୌଣସି କ୍ଷୋଭ ନାହିଁ। ମୁଁ ଜୀବନକୁ ମୋ ହିସାବରେ ଗଢ଼ିବାକୁ ଚେଷ୍ଟା କଲି, କିନ୍ତୁ ଜୀବନ ମୋତେ ତା ହିସାବରେ ଗଢ଼ିଲା। ଶେଷରେ ଜୀବନର କଥା ହିଁ ରହିଲା। ଏଇଆ ହିଁ ଜୀବନର ଆଦେଶ, ଏଇଆ ହିଁ ପ୍ରଭୁଙ୍କ ଇଚ୍ଛା। ମୁଁ ପ୍ରତିବାଦ କରିବାକୁ କିଏ? ଆଉ ପ୍ରତିବାଦ କରିବି ବା କାହିଁକି? ଆରମ୍ଭରୁ ଅବଶ୍ୟ ଟିକେ ଅଡ଼ୁଆ ଅଡ଼ୁଆ ଲାଗୁଥିଲା। ପୁଣି ଭାବିନେଲି ଯାହା ଚାହୁଁଥିଲି ଯଦି ତାହା ହୋଇପାରିଲି ନାହିଁ, ଯାହା ହୋଇଛି ତାକୁ ଚାହିଁ ବସିଲେ କଥାଟା ଏକା ହୋଇଯିବନି କି? ତେଣୁ ମନରେ ଆଉ ଦୁଃଖ ବା କ୍ଷୋଭ କି ପାଇଁ? ଏହି ପରିପ୍ରେକ୍ଷୀରେ ଗୋଟିଏ କାହାଣୀ ମନେ ପଡ଼େ। ସହରର ଉପକଣ୍ଠରେ ଗୋଟିଏ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିଲା। ଅନେକ ଶ୍ରମିକ ପଥରକୁ କାଟି ସୁନ୍ଦର ସୁନ୍ଦର ମୂର୍ତ୍ତି ଓ କାରୁକାର୍ଯ୍ୟ ଭରା ମନ୍ଦିରର ମୁଖଶାଳା ତିଆରିରେ ବ୍ୟସ୍ତ ଥିଲେ। ଦିନେ ପଥିକଟିଏ ସେଇ ବାଟ ଦେଇ ଯାଉଥିଲା। ଦେଖିଲା ଝାଳ ନାଳ ହୋଇ ଗୋଟିଏ ଶ୍ରମିକ ପଥର କାଟି ଚାଲିଛି। କ'ଣ ହେଉଛି ବୋଲି ପଚାରିବାରୁ ଶ୍ରମିକଟି ଉତ୍ତେଜିତ ହୋଇପଡ଼ି କହିଲା, କ'ଣ ଦିଶୁନାହିଁ? ସକାଳୁ ମଣିଷ ଝାଳ ନାଳ ହୋଇ ମୂର୍ତ୍ତିଟିଏ ତିଆରି କରୁଛି, ନିଶ୍ୱାସ ଟିକେ ନେବାକୁ ଫୁରସତ ନାହିଁ। ଆଉ ଇଏ ଆସି ଅନ୍ଧଟିଏ ଭଳି ପଚାରୁଛି ନା କ'ଣ ହେଉଛି? ଏଭଳି କ୍ଷୋଭ ଓ ବିରକ୍ତି ଭରା ଉତ୍ତରଟିଏ ଶୁଣି ପଥିକଟି ଆଗକୁ ଗଲା। ଦେଖିଲା ଆଉ ଜଣେ ଶ୍ରମିକ ପଥର କାଟିବାରେ ବ୍ୟସ୍ତ ଅଛି। ପଚାରିଲା, ଭାଇ କ'ଣ ହେଉଛି? ଉତ୍ତରରେ ଶ୍ରମିକଟି ଦୀର୍ଘ ନିଶ୍ୱାସଟିଏ ନେଇ କହିଲା, ଭାଇ କ'ଣ କରିବି? ଗରିବ ଲୋକ, 5 ପ୍ରାଣୀ କୁଟୁମ୍ବ, ପଥର କଟା ଟିକେ ପରିଶ୍ରମ କାମ, କିନ୍ତୁ ଭଲ ପଇସା ଦେଉଛନ୍ତି। ପେଟ ପାଇଁ କେତେ ନାଟ କରିବାକୁ ପଡ଼ୁଛି, ଆଉ କ'ଣ କରିବା? ଏଭଳି ଗୋଟିଏ ଦୁଃଖ ଭରା ଉତ୍ତରଟିଏ ଶୁଣି ପଥିକଟି ଆଗକୁ ଗଲା। ଦେଖିଲା ଶ୍ରମିକ ଜଣେ ଖୁବ୍ ମନ ଦେଇ ମୂର୍ତ୍ତିଟିଏ ତିଆରି କରୁଛି। ପଥିକଟି ତା ପାଖରେ ବସି ପଡ଼ିଲା, ଆଉ ସୁଖ ଦୁଃଖ ଆରମ୍ଭ କରିଦେଲା। ଶ୍ରମିକଟି କହିଲା, ଭାଇ ମୁଁ କେତେ ଭାଗ୍ୟବାନ। ଏ ମନ୍ଦିରରେ ମୂର୍ତ୍ତି ତିଆରି କରିବାକୁ ମୋତେ ସୁଯୋଗ ମିଳିଛି। କେତେଜଣଙ୍କ ଭାଗ୍ୟରେ ଏମିତି ଜୁଟେ? ଠାକୁର ମଣିଷ ତିଆରି କରନ୍ତି, କିନ୍ତୁ ମୁଁ ଭାଗ୍ୟବାନ ମଣିଷ ଏଠି ଠାକୁର ତିଆରି କରୁଛି। ଗୋଟିଏ କାମ, 3ଟି ଶ୍ରମିକ, ଏକା ପାରିଶ୍ରମିକ। ଜଣେ କ୍ଷୋଭର ସହିତ, ଜଣେ ଦୁଃଖର ସହିତ, ଆଉ ଜଣେ ଆନନ୍ଦର ସହିତ କାର୍ଯ୍ୟଟିକୁ ସମ୍ପାଦନ କରୁଛନ୍ତି। ତେଣୁ ଟିକେ ଭାବନ୍ତୁ, ଆପଣ ଆପଣଙ୍କ କାମଟିକୁ କିପରି କରୁଛନ୍ତି। ଅନେକ ଲୋକ ଅଭିଯୋଗ କରନ୍ତି ସେମାନେ ଭାଗ୍ୟହୀନ ଓ ଭାଗ୍ୟଚକ୍ରରେ ପଡ଼ି ନିଜର କର୍ମମାନ କରୁଛନ୍ତି। ଡାକ୍ତରଟିଏ ଭାବୁଛି କି ଜଞ୍ଜାଳ କାମ, ରାତିଦିନ ଫୁରୁସତ ନାହିଁ। ଇଞ୍ଜିନିୟରଟିଏ ହୋଇଥାନ୍ତି କି? ଇଞ୍ଜିନିୟରଟିଏ ଭାବୁଛି ତା ସାଙ୍ଗରେ ତାଠୁ କମ୍ ନମ୍ବର ରଖିଥିବା ପିଲାଟି IAS ହୋଇ ତାକୁ ହାକିମି ଦେଖୁଛି। ଧିକେ ଜୀବନକୁ, ମୋ ଜୀବନଟା ତ ନଷ୍ଟ ହୋଇଗଲା, ହେଲେ ପୁଅଟାକୁ କେଉଁ ଇଞ୍ଜିନିୟର କରେଇବି ନାହିଁ। ଅଧ୍ୟାପକଟିଏ ଭାବୁଛି ଦିନରାତି ପାଠ ପଢ଼ି ଓ ପାଠ ପଢ଼େଇ ମୋତେ ମିଳିଲା କ'ଣ? କି ଚାକିରି, କ'ଣ ଏଥିରେ ଅଛି? ବ୍ୟବସାୟୀଟିଏ ଭାବୁଛି ରାତିଦିନ ପରିଶ୍ରମ କଲି,
ଏତେ ଲୋକକୁ ଚାକିରି ଦେଲି, ସରକାରଙ୍କୁ ଟିକସ ଦେଲି, ହେଲେ ସମାଜରେ ମୋର ଇଜ୍ଜତ କ'ଣ? ସଦାବେଳେ ସମସ୍ତଙ୍କ ପାଖରେ ନତମସ୍ତକ ହୋଇ ଯୋଡ଼ ହସ୍ତରେ ଠିଆ ହେବାକୁ ପଡ଼ୁଛି। ଧିକେ ଜୀବନ, ୟାଠୁ ତ ଭଲ ଚାକିରିଟିଏ। ପଇସା ଟିକେ କମ୍ ହେଲେ କ'ଣ ହେବ, ଇଜ୍ଜତ ତ ଅଛି, ଚିନ୍ତା ତ ନାହିଁ। ସକାଳୁ ଗଲ, ସଞ୍ଜବେଳକୁ ଆସିଲ, କାମ ଶେଷ। ସେ ଅଫିସ ରହୁ କି ଯାଉ, ସେଥିରେ କ'ଣ ଯାଏ ଆସେ ଅଛି? ମାସକୁ ମାସ ଦରମା ଗଣ୍ଡାକ ମିଳିଗଲେ ଗଲା। ସତରେ ସମସ୍ତେ ଅସନ୍ତୁଷ୍ଟ, ସମସ୍ତେ ନିଜ ନିଜର କର୍ମ ପ୍ରତି ଉଦାସୀନ, ସମସ୍ତେ ଦୁଃଖୀ। କର୍ମକୁ ଆପଣ ଯଦି ଦୁଃଖ ଦିଅନ୍ତି, କର୍ମ ଆପଣଙ୍କୁ ସୁଖ ଦେବ କେମିତି? କର୍ମକୁ ଆପଣ ସୁଖ ଦିଅନ୍ତୁ, କର୍ମ ନିଶ୍ଚୟ ଆପଣଙ୍କୁ ପ୍ରତିବଦଳରେ ସୁଖ ଦେବ। ଯଦି ଆପଣ ଜଣେ ମ୍ୟୁନିସିପାଲିଟି ସଫେଇ କର୍ମଚାରୀ ହୋଇଥାନ୍ତି, ତେବେ ଆପଣଙ୍କ ସହରକୁ ଏମିତି ପରିଷ୍କାର କରିଦିଅନ୍ତୁ, ଯେକୌଣସି ଆଗନ୍ତୁକ ପର୍ଯ୍ୟଟକ ଆପଣଙ୍କ ସହରକୁ ଦେଖି କହିବ, ବାଃ କି ସୁନ୍ଦର ଆଉ ପରିଷ୍କାର ସହର, କିଏ ଏମିତି ସଫା କରିଛି। ଯଦି ଆପଣ ତନ୍ତୀଟିଏ ହୋଇଥାନ୍ତି, ତେବେ ଲୁଗାଟିକୁ ଏମିତି ବୁଣନ୍ତୁ, ସତେ ଯେପରି ସେଇଟି ଆପଣ ଆପଣଙ୍କର ଅତି ପ୍ରିୟ ବ୍ୟକ୍ତିଙ୍କ ପାଇଁ ବୁଣୁଛନ୍ତି, ଆଉ ସେ ପିନ୍ଧିକି ଆତ୍ମହରା ହୋଇପଡ଼ିବ। କର୍ମରେ ତନ୍ମୟ ହୋଇଯାଆନ୍ତୁ। ଆପଣ ଡାକ୍ତରଟିଏ ହୋଇଥାନ୍ତୁ କି ଇଞ୍ଜିନିୟରଟିଏ ହୋଇଥାନ୍ତୁ କି ବ୍ୟବସାୟୀଟିଏ ହୋଇଥାନ୍ତୁ, କର୍ମ ପ୍ରତି ଅନୁରାଗରେ ହିଁ ଆପଣଙ୍କର ପରିଚୟ ପ୍ରକାଶ କରନ୍ତୁ। ଫରେଷ୍ଟ ପାର୍କରେ ସବୁଦିନ ସକାଳୁ ଗୋଟିଏ ବିଧବା ଗୁଜରାଟୀ ବୁଢ଼ୀ ସହ ଦେଖା ହୁଏ। ବୟସ 65 ପାଖାପାଖି ହେବ। ଭୋର 5ଟାରୁ ବିଭିନ୍ନ ପ୍ରକାର ରସର ପସରା ନେଇ ବସିଯାଏ। ନିମ୍ବ ରସ, ତୁଳସୀ ରସ ଠାରୁ ନେଇ ଗଜାମୁଗ ଓ ବୁଟ ସହିତ ଅନେକ ଜଡ଼ିବୁଟିର ମଧ୍ୟ ସମ୍ଭାର। ପୁଅ MBA କରୁଛି, ନାତୁଣୀ ଇଞ୍ଜିନିୟରିଂ ପଢ଼ୁଛି। ଭିଡ଼ ସମୟରେ ସମସ୍ତେ ଏକା ସାଙ୍ଗରେ ଲାଗି ପଡ଼ନ୍ତି। ବୁଢ଼ୀ ପାଖରେ ସମସ୍ତଙ୍କର ରୋଗର ବିବରଣୀ ଥାଏ। ପହଞ୍ଚିଗଲା ମାତ୍ରେ ପଚାରିବା ଦରକାର ନାହିଁ। ସାଙ୍ଗେ ସାଙ୍ଗେ ପ୍ଲାଷ୍ଟିକ କିମ୍ବା କାଚ ଗ୍ଲାସରେ ଆପଣଙ୍କର ରୋଗ ଅନୁଯାୟୀ ରସ ଗ୍ଲାସଟିଏ ଧରେଇଦେବ। 5ଟି ଟଙ୍କା ମାତ୍ର। ବୟସ ଗଡ଼ିଗଲାଣି। ବର୍ତ୍ତମାନ ଭୋରୁ ଭୋରୁ ମନ୍ଦିର ଯାଇ ପୂଜାପାଠ କରିବା କଥା, କିନ୍ତୁ ବୁଢ଼ୀ ରାତି ସାରା ଲାଗି ସବୁ ପ୍ରକାର ରସ ତିଆରି କରି ଭୋର 5ଟାରୁ ଆସି ହାଜର। ଯାଉ ଯାଉ ଦିନ 10। କେତେ ରୋଜଗାର କରୁଛି ମୁଁ ଜାଣିନି, କିନ୍ତୁ ତା'ର କର୍ମ ପ୍ରତି ଯେ ଅନୁରାଗ, ତାହା ଆମ ସମାଜରେ ଅନେକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଶିକ୍ଷଣୀୟ। ମନରେ କୌଣସି ଦୁଃଖ ନାହିଁ, କୌଣସି କ୍ଷୋଭ ନାହିଁ। ହସି ହସି ଗ୍ଲାସ ପରେ ଗ୍ଲାସ ବଢ଼େଇ ଚାଲିଛି। ସାଥିରେ ପୁଅ ଝିଅ ଓ ନାତି ନାତୁଣୀ। କାହିଁକି ବୁଢ଼ୀକୁ ତ ଖରାପ ଲାଗୁନି? ଆଉ ମୁଁ ଗୋଟେ ଏତେ ବଡ଼ ଦୋକାନର ମାଲିକ ହୋଇ ଦୁଃଖ କାହିଁକି କରିବି? ତେବେ ବର୍ତ୍ତମାନ ପୁଣି ସେହି ପ୍ରଶ୍ନ ଉଠୁଛି, ଯେଉଁ ପ୍ରଶ୍ନ ମୁଁ ଆରମ୍ଭରୁ ଆଲୋଚନା କରିଥିଲି। ବେପାର କଲ ଠିକ୍ ଅଛି, କିନ୍ତୁ ଏତେ ପାଠ ପୁଣି କ'ଣ କାମକୁ ଆସିଲା? ଆଦୌ ପାଠ ନ ପଢ଼ି ଅନେକ ଲୋକ ତୁମଠୁ ବଡ଼ ବଡ଼ ଦୋକାନ କରିପାରିଛନ୍ତି ଓ ଅଳ୍ପ ପାଠ ପଢ଼ି ମଧ୍ୟ ଅନେକ ଲୋକ ତୁମଠୁ ଅଧିକ ସଫଳତା ପାଇଛନ୍ତି। ତୁମର ପାଠଟା କ'ଣ କାମକୁ ଆସିଲା? ୟାର ଉତ୍ତରରେ ମୁଁ ଏତିକି ମାତ୍ର କହିବି ଯେ, ଯଦି ଏତେ ପାଠ ପଢ଼ି ନଥାନ୍ତି, ତେବେ ମୋର ଦୃଷ୍ଟିଭଙ୍ଗୀର ହୁଏତ ଏମିତି ଏକ ପରିବର୍ତ୍ତନ ହୋଇନଥାନ୍ତା। ସେହି ବୁଢ଼ୀଟିକୁ ଦେଖି ମୋ ମନକୁ ହୁଏତ ଏମିତି ଭାବନା ଆସିନଥାନ୍ତା, କିମ୍ବା ଆଜି ହୁଏତ ଏ ଲେଖାଟି ଲେଖିପାରି ନଥାନ୍ତି। ସମାପ୍ତ।